ଏବେ ଆରମ୍ଭ ହେଉଥିବା 36 ଛାନ୍ଦରେ ହନୁମାନଙ୍କ ପ୍ରବେଶ କରିଥିବା ସୁନ୍ଦର ଅଶୋକ ବନର ବର୍ଣ୍ଣନା ହୋଇଛି। ଏଠି ବସନ୍ତ କାଳ ସବୁ ସମୟରେ ରହିଛି। ପବନରେ ଚମ୍ପକ ଗନ୍ଧ ବୋହି ଆସୁଛି। କୋଇଲିର ସ୍ୱର ସ୍ୱର୍ଗର ଗନ୍ଧର୍ବଙ୍କ ସ୍ୱରଠାରୁ ଅଧିକ ମଧୁର। ଝିଙ୍କାରୀ ସ୍ୱର ନାରଦଙ୍କ ବୀଣାଠାରୁ ବେଶୀ ପ୍ରୀତିପଦ। ଏହି ବନରେ ଲୁଚି ରହିବା ଅପେକ୍ଷା ପ୍ରକାଶ୍ୟ ଭାବେ ରହି ହନୁମାନ ବୃକ୍ଷ ସବୁ ଓପାଡ଼ି ତାହାର ଫଳ ଖାଇଲେ। ଉଦର ଶାନ୍ତି ହେବାରୁ ସେ ବାହାସ୍ଫୋଟ ମାରିଲେ। ପାଦରେ ଫୁଲକୁ ପତ୍ର ସହ ଦଳିଲେ। ଜଗିଥିବା ରାକ୍ଷସୀମାନେ ବିଚାରିଲେ, ବିନା ବତାସରେ ଏ କି ଉତ୍ପାତ ହେଲା? ସେ ବାଳିମାନେ ବାନରକୁ ଦେଖି ଭାବିଲେ, ଏ ବାଳି କି? ରାକ୍ଷସୀମାନେ ନଦୀ ଭଳି ବହି ରାବଣକୁ ବାର୍ତ୍ତା କହିବାକୁ ଗଲେ। ତାଙ୍କ ଝାଳ ସେ ନଦୀର କଲ୍ଲୋଳ ଓ ଫିଟିଥିବା କେଶ ଶୈବାଳ ବା ଶିଉଳିଲତା ପରି ହେଲା ବୋଲି କବି ବିଚାରିଲେ। ସେତେବେଳେ ବ୍ରହ୍ମା ଇନ୍ଦ୍ର ବରୁଣ ସହ ସଭାରେ ବସି ରାବଣ ଶିବଙ୍କ ନୃତ୍ୟ ଦେଖି ମୋହଗ୍ରସ୍ତ ହୋଇଗଲା। ଚେତା ପାଇ ବାନର ଦ୍ୱାରା ଧ୍ୱଂସକାଣ୍ଡ ଖବର ପାଇ ବିସ୍ମିତ ହେଲା। ବ୍ରହ୍ମାଙ୍କୁ ଏ ବାନର କିଏ ବୋଲି ପଚାରିବାରୁ ସେ କହିଲେ, ବାଳି ରାମବାଣରେ ମରିଛି। ଏ ହନୁମାନ ବା ସୁଗ୍ରୀବ ହେଇପାରେ। ବିସ୍ମୟ ଓ ହର୍ଷ ସହ ରାବଣ ତାକୁ ବାନ୍ଧି ଆଣିବାକୁ ଆଜ୍ଞା ଦେଲା। ହନୁମାନ ଜାମ୍ବମାଳିକୁ ମାରିଲେ ଓ ପ୍ରଶସ୍ତକୁ ପରାସ୍ତ କଲେ। ପ୍ରଶସ୍ତ କହିଲା, ତା ମୁଖ ବାଳସୂର୍ଯ୍ୟ ଭଳି ଓ ଲାଙ୍ଗୁଡ଼ ବାସୁକି ପରି। ରାବଣ ପୁତ୍ର ଅକ୍ଷୟ ଯୁଦ୍ଧକୁ ଆସିବାରୁ ହନୁମାନ ତା ରଥ ଚୂନା କରିଦେଲା।
ଯୁଦ୍ଧ କଲାବେଳେ ହନୁମାନ ଓ ଅକ୍ଷୟ ଯୁଦ୍ଧ କଲେ। ବିଶ୍ୱମ୍ଭରା ବା ପୃଥିବୀରେ ବେପଥୁ ବା କମ୍ପନ ଜାତ ହେଲା। ଚାରଠାରୁ ଏ ସମ୍ବାଦ ପାଇ ପୁତ୍ର ଇନ୍ଦ୍ରଜିତକୁ ପଠାଇଲା ରାବଣ। ଇନ୍ଦ୍ରଜିତ ତାକୁ ନାଗପାଶରେ ସର ପେଶି ବାନ୍ଧି ପକାଇଲା। ସଭାରେ ରାବଣ ପଚାରିଲା, ଆରେ ବାନର, ତୁ ମରିବାକୁ ଆସିଛୁ? ବାଳୁତ ତତେ ବାନ୍ଧି ଆଣିଲା, କି ବଡ଼ାଇ କରୁଛୁ? ହନୁମାନ କହିଲେ, ବାଳୁତ କାଳେ ଫଳ ଭାବି ସୂର୍ଯ୍ୟକୁ ଧରିଥିଲେ। ଯେଉଁ ବାନର ବାଳି ହାତରେ ବନ୍ଧା ହୋଇଥିଲୁ, ସେ ଏକା ବାଣରେ ରାମଙ୍କ ହାତରେ ମଲା। ତାଙ୍କ ବଲ୍ଲଭୀ ଚୋରାଇ ଆଣିଛୁ। ମୁଁ ଖୋଜି ଆସିଛି, ତୋର ରକ୍ଷା ନାହିଁ। ରାବଣ କହିଲା, ସୀତାରୂପୀ ମାଣିକକୁ ପଙ୍କରୁ ଉଦ୍ଧାର କରିଛି। ଆରେ ବାନର, ତୁ ସମୁଦ୍ର ଲଙ୍ଘନ କଥା କହୁଛୁ। ତୁ ବତାସରେ ଉଡ଼ି ଆସି ଏଠି ପଡ଼ିଥିବୁ। ହନୁମାନ କହିଲେ, ରେ ଦଶାନନ, ତୋ ବାହୁ ଓପାଡ଼ି ମୋଡ଼ନ୍ତି, କିନ୍ତୁ ତୁ ବୃଜିନୀ ଅର୍ଥାତ୍ ପାପୀ। ମୋ ପ୍ରଭୁ ପତିତ ପାବନ, ତୋର ବଶ ହୋଇ ସେ ତତେ ଉଦ୍ଧାର କରିବେ। ସେ ଧନୁଷର ଛୁଇଁ ତତେ ମାରିବେ ବୋଲି ବୋଲିଛନ୍ତି, ଅର୍ଥାତ୍ କହିଛନ୍ତି। ମୁଁ ଭୃତ୍ୟ ହୋଇ ବିଭୁ ଆଜ୍ଞା କିପରି ଭାଙ୍ଗିଲି? ରାବଣ ଆଜ୍ଞାରେ ସବୁ ଅସ୍ତ୍ର ଫିଙ୍ଗା ହୋଇ ମଧ୍ୟ ହନୁମାନ ଦେହକୁ ଭେଦିଲା ନାହିଁ। ଭାଗ୍ୟ ଦୋଷରୁ ନାଗପାଶ ବନ୍ଧନରୁ ମୁକୁଳିବା ପାଇଁ ବଢ଼ାଇ ଛାଡ଼ି କହିଲେ, ମୋତେ ମାରିବା ପାଇଁ ମୋ ଲାଙ୍ଗୁଳରେ ବସ୍ତ୍ର ବେଢ଼ାଇ ତେଲ ଜଡ଼ାଇ ନିଆଁ ଲଗାଇଲେ ମରିବି ବୋଲି ଶାପ ପାଇଛି। ରାବଣ କହିଲା, ରାମଦୂତ ସତ କହୁଛି। ବକ୍ତା ବା ବାପ କଥାରେ ଇନ୍ଦ୍ରଜିତ ଆଉ ଶସ୍ତ୍ର ମାରିଲେ ନାହିଁ।
ସ୍ୱର